ଆମର ନୂଆ ବର୍ଷ ଦିନ ଛୁଆ ସବୁ ଏଠି ପାଟି କରୁଥିଲେ। ସେଟା ଆମେ ବସିଥିଲୁ ବାହାରେ। ବସିଲା ପରେ ସେଠୁ ଆସିକି ଘରେ ସମସ୍ତେ ଶୋଇଲୁ। ଶୋଇଲା ପରେ ମତେ ଏକ ଲାଗିଲା। ଏକ ଯିବା ଭିତରେ ପଛପଟେ ବାରି ପଛପଟେ ଏକ କରିବା ଭିତରେ 3 ଜଣ ପିଲା ମତେ ଚାପୁଡ଼ିକିନା ଧରିକି ସେଠୁ ଜଣେ ହାତକୁ ଧରି 2 ଜଣ ହାତକୁ ଧରିଥିଲେ, ଆଉ ଜଣେ ମୋ ପାଟିକୁ ବୁଝିକିନା ଧରିକି ଦେହ ମୁଣ୍ଡରେ ସବୁ ହାତ ଲଗେଇଥିଲେ। ଘନ ଅନ୍ଧାର ରାତିରେ 3 ଜଣ ଆସି ମତେ ମାଡ଼ି ବସି ମୋ ସହ ଏମିତି କଲେ। 2 ଜଣ ମୋର 2 ହାତ ମାଡ଼ି ବସିଲେ, ଆଉ ଜଣେ ମୋ ପାଟିକୁ ବନ୍ଦ କରି ଧରିଲା, ଆଉ ମୋ ଛାତିରେ ମୋ ପ୍ରାଇଭେଟ ପାର୍ଟକୁ ହାତ ମାରିଲା। ହଁ ଦର୍ଶକ ବନ୍ଧୁ, 3 ଜଣ ଯୌନ ପିପାସୁ ପିଶାସ ନିଜ ଦେହରେ ଭୋକ ମେଣ୍ଟାଇବାକୁ କରିଥିଲେ ଯୋଜନା। ଜୈନିକ ମହିଳାଙ୍କ ଉପରେ ରହିଥିଲା ନଜର। ମହିଳାଙ୍କ ଶରୀରକୁ ଝୁଣି ଝୁଣି ଖାଇବାକୁ କରୁଥିଲେ ବଡ଼ ଆକ୍ସନ ପ୍ଲାନ୍। ଠିକ୍ ରାତି 12ଟାରେ ଘନ ଅନ୍ଧାର ଭିତରେ ମହିଳାଙ୍କୁ ଯେତେବେଳେ ବାହାରକୁ ଶୌଚ ହେବା ପାଇଁ ଉଠିବେ, ଠିକ୍ ସେତିକିବେଳେ ଝୁଣି ଖାଇବା ପାଇଁ ପ୍ଲାନ୍ କରିଥିଲେ। ମୁତାବକ ସବୁ ଠିକ୍ ରହିଥିଲା, ଆଉ ସେଇ ବି ହେଲା। ଜୈନିକ ମହିଳା ଜଣକ ଯେତେବେଳେ ବାହାରକୁ ଶୌଚ ପାଇଁ ଉଠନ୍ତି, ଠିକ୍ ସେତିକିବେଳେ ଛକି ରହିଥିଲେ ଯୌନ ପିପାସୁ ବା ଏ କଳି ଯୁଗର ନରରାକ୍ଷସ ରଶ୍ମି ରଞ୍ଜନ ନାୟକ, ଟୁଲୁ ମହାନ୍ତି ଆଉ ପ୍ରଭାସ କାଣ୍ଡି। ମହିଳାଙ୍କ ପଛପଟୁ ମାଡ଼ି ବସିଲେ। ଟୁଲୁ ମହାନ୍ତି ମୋ ପାଟିକୁ ମାଡ଼ି ବସିଲା। ରଶ୍ମି ରଞ୍ଜନ ନାୟକ, ପ୍ରଭାସ କାଣ୍ଡି ମହିଳାଙ୍କ 2 ହାତକୁ ଧରି ଛାତିକୁ ଚିପିବା ସହିତ ପ୍ରାଇଭେଟ ପାର୍ଟରେ ହାତ ମାରି ଚାଲିଲେ। ଏଭଳି ଲଜ୍ଜାଜନକ ଘଟଣା ଜଗତସିଂହପୁର ଜିଲ୍ଲାରେ ଚାଞ୍ଚଲ୍ୟ କରିଛି। ମହିଳା ଜଣକ କୌଣସି ମତେ ରକ୍ଷା ପାଇବା ଯାଇ ଚିତ୍କାର କରିବାରୁ ମହିଳାଙ୍କ ବାପା ଉଠି ଆସି ଯେତେବେଳେ ରକ୍ଷା କଲେ, ସେତେବେଳେ ମହିଳା ବାପାଙ୍କୁ ମଧ୍ୟ 3 ଜଣ ଯୌନ ରାକ୍ଷସ ପିପାସୁ ମରଣାତ୍ମକ ଆକ୍ରମଣ କଲେ, ଆଉ ଜୀବନରେ ମାରିଦେବାକୁ ଧମକ ଦେଲେ। ହଁ ଦର୍ଶକ ବନ୍ଧୁ, ଏମିତି ଘଟଣା ଦେଖିବାକୁ ମିଳିଛି ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ଗ୍ରାମରେ। ଏହି ଘଟଣାକୁ ନେଇ ଅନନ୍ତପୁର ଫାଣ୍ଡିରେ ଏକ ଅଭିଯୋଗ ହୋଇଥିଲା। ଯୌନ ପିପାସୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେବେ ଦେଖିବାକୁ ବାକି ରହିଲା କେବେ ଏହି ଯୌନ ରାକ୍ଷସ ମାନଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆମର ନୂଆ ବର୍ଷ ଦିନ ଛୁଆ ସବୁ ଏଠି ପାଟି କରୁଥିଲେ। ସେଟା ଆମେ ବସିଥିଲୁ ବାହାରେ। ବସିଲା ପରେ ସେଠୁ ଆସିକି ଘରେ ସମସ୍ତେ ଶୋଇଲୁ। ଶୋଇଲା ପରେ ମତେ ଏକ ଲାଗିଲା। ଏକ ଯିବା ଭିତରେ ପଛପଟେ ବାରି ପଛପଟେ ଏକ କରିବା ଭିତରେ 3 ଜଣ ପିଲା ମତେ ଚାପୁଡ଼ିକିନା ଧରିକି ସେଠୁ ଜଣେ ହାତକୁ 2 ଜଣ ହାତକୁ ଧରିଥିଲେ, ଆଉ ଜଣେ ମୋ ପାଟିକୁ ବୁଝିକିନା ଧରିକି ଦେହ ମୁଣ୍ଡରେ ସବୁ ହାତ ଲଗେଇଥିଲେ। ଜଣଙ୍କ ନାଁ ହଉଛି ରଶ୍ମି ରଞ୍ଜନ ନାୟକ। ସେଟା ଆଉ ଜଣଙ୍କ ନାଁ ହଉଛି ଟୁଲୁ ମହାନ୍ତି, ଆଉ ଜଣଙ୍କ ହଉଛି ପ୍ରଭାସ କାଣ୍ଡି। 12:03 ହେଇଥିଲା। ଆଗରୁ ଏଇ ଜାଗା ବାଡ଼ି ନେଇକିନା ଟିକେ ପାଟିତୁଣ୍ଡ ହେଇଥିଲା। ସେତେବେଳେ ଆମେ ଘରେ ନଥିଲୁ। ଘରେ ସବୁ ଫୋନ୍ ଫାନ୍ କରିଥିଲେ, ଭଲ ମନ୍ଦ କରିଥିଲେ, ଶୁଣିଥିଲୁ ଭଲ ମନ୍ଦ କରିଥିଲୁ। ତା ଭିତରେ ଆସିବା ଭିତରେ ବି ଏଇ ଗୋଟେ ବର୍ଷ ଆମେ ଘରେ ଥିଲୁ ବି ଝଗଡ଼ା ହାନ୍ତି ସବୁ କରିଥିଲେ। ବାପା ଭାଇଙ୍କୁ ସବୁ ମରାମରି କରିଥିଲେ। ମରାମରି କରିବା ଭିତରେ ତା ପଛରେ ଟିକେ ଥୟ ଧରିକି ରହିଯାଇଥିଲେ। ତା ପଛରେ ଏମିତି କରିଛନ୍ତି। ଆଉ ପର୍ଟିକୁଲାର କ'ଣ କଲେ ବୋଲି କ'ଣ ମୋ ଦେହ ମୁଣ୍ଡରେ ସବୁ ହାତ ଲଗେଇଛନ୍ତି। ଜଣେ ଛାତିକୁ ଧରିଥିଲା, ଆଉ ଜଣେ ପାଟିକୁ ବୁଝାବୁଝି କରି ଧରିଥିଲା, ଯେମିତି ପାଟିଟା କାହାକୁ ନ ଶୁଭିବ। ମୁଁ ନ୍ୟାୟ ଚାହୁଁଛି।